ପାଟଣାର ଦୁଇଟି ଦୋକାନରୁ ଚୋରି। ପାଟନା ଥାନା ସ୍ୱାମ ମୁଣ୍ଡାସାହି ଛକରେ ଥିବା ଜଗନ ମୁଣ୍ଡାଙ୍କ ଗ୍ରୋସରୀ ଦୋକାନରୁ ଚୋରି ହୋଇଛି। ସୂଚନା ଥାଉକି ଜଗନ ମୁଣ୍ଡା ଦୋକାନ ଘର ବନ୍ଦ କରି ଘରକୁ ଯାଇଥିଲା ବେଳେ ଆଜି ସକାଳୁ ଆସି ଦେଖେ ତ ଦୋକାନରେ ଚୋରି ହୋଇଛି। ଦୋକାନ ଘର ଚାବି ଭଙ୍ଗା ହୋଇଥିବା ବେଳେ ଦୋକାନ ଘର ଭିତରେ ଥିବା ତେଲ, ସାବୁନ, ଚାଉଳ, ଧାନ କିଣା କଣ୍ଟା, ମେସିନ୍ ସହ ଅନ୍ୟ ସାମଗ୍ରୀ ଚୋରି ହୋଇଥିବା ଜଗନ ପାଟନା ଥାନାରେ ଚୋରି ସମ୍ପର୍କରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପାଟନା ଥାନା ଅଧିକାରୀ ମାନସ କୁମାର ମାୟାକୁଳ, ଏସ୍ଆଇ ଲକ୍ଷ୍ମଣ ମାଝୀ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସେହିପରି ସ୍ୱାମଗାଁ ମୁଣ୍ଡରେ ଥିବା ସନ୍ତୋଷ କୁମାର କର ଦୋକାନ ଘରୁ 5,000 ଟଙ୍କା ଏବଂ ଜିନିଷ ଚୋରି ହୋଇଥିବା ସେ ମଧ୍ୟ ଅଭିଯୋଗ କରିଛନ୍ତି। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।